सर्वप्रथम आमମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ମୁଁ ଧନ୍ୟବାଦ ଦେବା ପାଇଁ ଚାହେଁ, କାରଣ ସେ ମୋତେ ସାହାଯ୍ୟ କରିଅଛନ୍ତି କି ଆପଣମାନଙ୍କ ସାମ୍ନାକୁ ବାଇବଲର କିଛି ସତ୍ୟ ବିଷୟ ଗୁଡ଼ାକ ଆପଣମାନଙ୍କୁ ମୁଁ ଜଣାଇପାରେ। ତତ୍ସଙ୍ଗେ ସଙ୍ଗେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ମୋର ନମସ୍କାର। ପ୍ରାୟତଃ ଆପଣମାନେ ସମସ୍ତେ ବାଇବଲ ବ୍ୟବହାର କରୁଥିବେ। ମୁଁ ଆଶା କରେ ବାଇବଲର ଅଧିକାଂଶ ବିଷୟ ଗୁଡ଼ାକ ଆପଣମାନେ ଜାଣିଥିବେ, କିନ୍ତୁ ତତ୍ସଙ୍ଗେ ସଙ୍ଗେ ଆଉ କିଛି ବିଷୟ ଗୁଡ଼ାକ ଅଛି ଯେଉଁଟା ଆମମାନଙ୍କୁ ଜାଣିବା ନିହାତି ଆବଶ୍ୟକ ଅଟେ। ତ ସର୍ବପ୍ରଥମେ ମୁଁ କହିବା ପାଇଁ ଚାହେଁ କି ପ୍ରାରମ୍ଭରେ ବାଇବଲ କୌଣସି ପଦ, ପର୍ବ କିମ୍ବା କୌଣସି ପୁସ୍ତକର ବିଭାଜନ ନଥିଲା, ଆଉ ଏହା ଖ୍ରୀଷ୍ଟ ଜନ୍ମ ପରେ 1205 ମସିହାରେ ଏହାକୁ ବିଭାଜନ କରାଯାଇଥିଲା। ଆଉ ଏହି ବାଇବଲକୁ ଦୁଇ ଭାଗରେ ବିଭକ୍ତ କରାଗଲା, ଯାହାକୁ ଆମେ ସମସ୍ତେ ଜାଣିଅଛୁ, ପୁରାତନ ନିୟମ ଆଉ ନୂତନ ନିୟମ। ମୂଳତଃ ଏହି ପୁରାତନ ନିୟମ ଏବ୍ରୀୟ ଭାଷାରେ ଆଉ କିଛି ଭାଗ ଆରାବିକ ଭାଷାରେ ଲେଖା ହୋଇଅଛି, ଆଉ ନୂତନ ନିୟମକୁ ଗ୍ରୀକ ଭାଷାରେ ଲେଖା ହୋଇଅଛି। ପୁରାତନ ନିୟମରେ 39ଟି ପୁସ୍ତକ ରଖାଯାଇଅଛି, ଆଉ ନୂତନ ନିୟମରେ 27ଟି ପୁସ୍ତକ ରଖାଯାଇଅଛି। ପୁରାତନ ନିୟମରେ ଆଦି ପୁସ୍ତକ ଠାରୁ ମଲାଖୀ ପୁସ୍ତକ ପର୍ଯ୍ୟନ୍ତ ରଖା ହୋଇଅଛି, ଆଉ ନୂତନ ନିୟମରେ ମାଥ୍ୟୁ ଲିଖିତ ସୁସମାଚାର ଠାରୁ ପ୍ରକାଶିତ ବାକ୍ୟ, ଯାହା ଯୋହନଙ୍କ ଦ୍ୱାରା ଲେଖା ହୋଇଥିଲା। ମୁଖ୍ୟତଃ ଏହି ପୁରାତନ ନିୟମକୁ 4 ଭାଗରେ ବିଭକ୍ତ କରାଯାଇଛି, ଆଉ ନୂତନ ନିୟମକୁ 3 ଭାଗରେ ବିଭକ୍ତ କରାଯାଇଅଛି। ପୁରାତନ ନିୟମକୁ ଯେଉଁ 4 ଭାଗରେ ବିଭକ୍ତ କରାଯାଇଅଛି, ପ୍ରଥମ ବିଷୟ ହେଲା ନିୟମ, ଯାହା ଆମେ କହୁ ବ୍ୟବସ୍ଥା। ତାପରେ ଇତିହାସ, ପଦ୍ୟ, ଭାବବାଣୀକୁ ରଖାଯାଇଅଛି, ଯେଉଁଟାକି ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା ଲେଖା। ଆଉ ସେଇଗୁଡ଼ାକ ଯେଉଁ ବାଇବଲରେ ବିଭିନ୍ନ ପ୍ରକାରର ପୁସ୍ତକ ଅଛି, ତାକୁ ଏହି 4 ଭାଗରେ ରଖାଯାଇଅଛି। ସେହିପରି ଭାବେ ଏହି ଯେଉଁ ବ୍ୟବସ୍ଥା ପୁସ୍ତକ ଅଛି, ସେଠାରେ ଆଦି ପୁସ୍ତକ ଠାରୁ ଦ୍ୱିତୀୟ ବିବରଣୀ ପର୍ଯ୍ୟନ୍ତ ରଖାଯାଇଅଛି, ଆଉ ଇତିହାସରେ ଜିହୋସିଓ ଠାରୁ ଏଷ୍ଟର ପର୍ଯ୍ୟନ୍ତ ରଖାଯାଇଅଛି, ଆଉ ସେହିପରି ଭାବେ ପଦ୍ୟରେ ଆଇବ ଠାରୁ ପରମ ଗୀତ ପର୍ଯ୍ୟନ୍ତ ରଖାଯାଇଅଛି, ଆଉ ଏହି ଭାବବାଣୀ ଭାଗରେ ଜିସାୟ ଠାରୁ ମଲାଖୀ ପର୍ଯ୍ୟନ୍ତ ରଖାଯାଇଅଛି। ସେହିପରି ଭାବେ ନୂତନ ନିୟମ ମଧ୍ୟ ଭାଗ ଭାଗ କରି ରଖାଯାଇଅଛି। ଯାହା ଆସେ ପ୍ରଥମ ବିଷୟ ବା ପ୍ରଥମ ଭାଗ ଇତିହାସ, ଯାହା ମାଥ୍ୟୁ ଠାରୁ ପ୍ରେରିତ ପର୍ଯ୍ୟନ୍ତ ରଖା ହୋଇଅଛି, ଆଉ ପତ୍ର ଯେଉଁ ଭାଗ ଅଛି, ସେହି ଭାଗରେ ରୋମିଓ ଠାରୁ ଜିହୁଦା ପର୍ଯ୍ୟନ୍ତ ରଖା ହୋଇଅଛି, ଆଉ ଶେଷ ଯେଉଁ ଭାଗ ଅଛି ଭାବବାଣୀ ପୁସ୍ତକ, ଯାହା ପ୍ରକାଶିତ ବାକ୍ୟ ଆମେ କହୁ, ସେହି ପୁସ୍ତକ ରଖାଯାଇଅଛି। ପୁରାତନ ନିୟମରେ 929ଟି ଅଧ୍ୟାୟ ଅଛି, 23,145ଟି ପଦ ଅଛି। ସେହିପରି ଭାବେ ନୂତନ ନିୟମରେ 260ଟି ଅଧ୍ୟାୟ ଅଛି, ସେହିପରି ଭାବେ 7,958ଟି ପଦ ଅଛି। ମୋଟାମୋଟି ଭାବେ ଏହାକୁ ଯଦି ଆମେ ସର୍ବମୋଟ କରିବା, ତେବେ ଏଠାରେ 1,189ଟି ଅଧ୍ୟାଂଶ ଅଛି, ଆଉ 31,000
103ଟି ପଦ ଅଛି। ଆଉ ଏହିପରି ଭାବେ ଏହି ପବିତ୍ର ବାଇବଲକୁ ସଜେଇକି ରଖିସାରିଲା ପରେ 1454 ମସିହାରେ ଖ୍ରୀଷ୍ଟ ଜନ୍ମ ପରେ ଏହାକୁ ଛପାଯାଇଥିଲା। ଆଉ ଏହି ବାଇବଲ ଜୋନେସ୍ ଗୁଟେନବର୍ଗଙ୍କ ଦ୍ୱାରା ଏହା ଛପାଯାଇଥିଲା, ଯିଏ ମୁଦ୍ରାକାର ଉଦ୍ଭାବନ କରିଥିଲେ। ବାଇବଲକୁ ଯେତେବେଳେ ଛପାଗଲା ତାପରେ ପରେ ଗୋଟିଏ ମିନିଟରେ ପାଖାପାଖି 50ଟି ବାଇବଲ ବିକ୍ରି କରାଯାଇଥାଏ। ବାଇବଲ ମଧ୍ୟରେ ଗୁଡ଼ାଏ ବିଷୟ ଅଛି ଯାହା ଆମକୁ ଜାଣିବା ନିହାତି ଆବଶ୍ୟକ ଅଟେ, କିନ୍ତୁ ସେଥିମଧ୍ୟରୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡ଼ାକ ଅଛି। ଆଉ ସେହି ଗୁରୁତ୍ୱମାନଙ୍କ ବିଷୟମାନଙ୍କ ମଧ୍ୟରୁ ମୁଁ ଅଳ୍ପ କିଛି ଆପଣମାନଙ୍କୁ ମୁଁ ଜଣାଇବା ପାଇଁ ଚାହେଁ। ପ୍ରଥମ ବିଷୟ ହେଲା ଗୋଟିଏ ଶବ୍ଦ, ଯେଉଁ ଶବ୍ଦ କହେ ଖ୍ରୀଷ୍ଟିଆନ। ଆଉ ସେଇ ଖ୍ରୀଷ୍ଟିଆନ ଶବ୍ଦ ବାଇବଲରେ କେବଳ ଆମେ 3 ଥର ହିଁ ପାଇଥାଉ। ଆଉ ତାହା ହେଉଛି ପ୍ରେରିତ ପୁସ୍ତକ ତାର 11 ଅଧ୍ୟାୟର 26 ପଦରେ ଆମେ ପାଇପାରିବା। ଆଉ 26 ଅଧ୍ୟାୟ 28 ପଦରେ ମଧ୍ୟ ଆମେ ପାଇପାରିବା। ଆଉ ଶେଷରେ ପ୍ରଥମ ପିତର ତାର 4 ଅଧ୍ୟାୟର 16 ପଦରେ ଆମେ ପାଇପାରିବା। ସେହିପରି ଭାବେ ଏଷ୍ଟର ମଧ୍ୟ ଗୋଟିଏ ପୁସ୍ତକ ଅଛି। ସେହି ପୁସ୍ତକରେ ଗୋଟିଏ ନାମ ଧାରଣ କରାଯାଇ ନାହିଁ, ଯେଉଁ ନାମ କି ନିହାତି ଗୁରୁତ୍ୱପୂର୍ଣ୍ଣ ନାମ ଅଟେ। ସେ ନାମ ହେଉଛି ପ୍ରଭୁ। ପ୍ରଭୁଙ୍କ ନାମ ସେହି ଏଷ୍ଟର ପୁସ୍ତକରେ କଦାପି ଆଉ ଟୋଟାଲି ଧାରଣ କରାଯାଇ ନାହିଁ। ସେହିପରି ଭାବେ ବାଇବଲରେ ଗୋଟିଏ ପଦ ଅଛି ବା ଗୋଟିଏ ନାମ ଅଛି ବା ଗୋଟିଏ ଉଚ୍ଚାରଣ ଅଛି, ଯାହାକୁ ଆମେ କେବଳ ଗୋଟିଏ ଥର ହିଁ ଆମେ ପାଇଥାଉ, ଯାହାକୁ ଆମେ କହୁ ମାତାମହୀ ବା ଆମେ ଓଡ଼ିଆରେ ଆମେ ସମସ୍ତେ ଜାଣିଥାଉ ଆଈ ମା। ଇଂରାଜୀରେ ଆମେ ତାକୁ କହୁ ଗ୍ରାଣ୍ଡମଦର। ଆଉ ତାହା ଆମେ କେବଳ ବାଇବଲରେ ଗୋଟିଏ ଥର ହିଁ ଆମେ ପାଇଥାଉ। ତାକୁ ଆମେ ପାଇପାରିବା 2 ତିମୋଥୀ 1 ଅଧ୍ୟାୟର 5 ପଦରେ ଆମେ ପାଇପାରିବା। ସେହିପରି ଭାବେ ଆମେ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ବିଷୟରେ ଶୁଣିଥିବା ଜାଣିଥିବା, କିନ୍ତୁ ବାଇବଲରେ 7ଟି ଭିନ୍ନ ଭିନ୍ନ ପ୍ରକାରର ଜିରିମିୟ ଅଛନ୍ତି, ଯାହା ମୁଁ ଆପଣମାନଙ୍କୁ ଜଣାଇବା ପାଇଁ ଚାହେଁ। ସେଇ 7 ଜଣ ହେଲେ ଆପଣମାନେ ପାଇପାରିବେ ପ୍ରଥମ ବଂଶାବଳୀ 5 ଅଧ୍ୟାୟର 24 ପଦରେ, ଆଉ 12 ଅଧ୍ୟାୟର 4 ପଦରେ, 10 ପଦରେ ଆଉ 13 ପଦରେ ଆପଣମାନେ ପାଇପାରିବେ। ଆଉ ଦ୍ୱିତୀୟ ରାଜାବଳୀ 23 ଅଧ୍ୟାୟର 30 ପଦରେ ମଧ୍ୟ ଆପଣମାନେ ପାଇପାରିବେ। ଆଉ ଜିରିମିୟ ପୁସ୍ତକ ତାର 1 ଅଧ୍ୟାୟର 1 ପଦରେ ଆପଣମାନେ ପାଇପାରିବେ। ଆଉ 35 ଅଧ୍ୟାୟ 3 ପଦରେ ମଧ୍ୟ ଆପଣମାନେ ପାଇପାରିବେ। ସେହିପରି ଭାବେ 7ଟି ଭିନ୍ନ ଭିନ୍ନ ପ୍ରକାରର ଜିରିମିୟ ବାଇବଲରେ ଆମେ ଦେଖିବାକୁ ପାଇଥାଉ। ପ୍ରଭୁଙ୍କ ଦୟାରେ ଆମେ ପିଲାମାନେ ପାଇଥାଉ। ଆଉ ଯେଉଁ ପିଲାମାନେ ଆମ୍ଭମାନଙ୍କ ଦ୍ୱାରା ଜାତ ହୋଇଥାଏ, ତାହା ପ୍ରଭୁଙ୍କର ଗୋଟେ ଆଶୀର୍ବାଦର ବିଷୟ। ସେହିପରି ଭାବେ ଆପଣମାନେ ରିହବିୟମର ନାମ ଶୁଣିଥିବେ। ଆଉ ସେହି ରିହବିୟମ ତାଙ୍କ ପାଖରେ ମୋଟାମୋଟି ଭାବେ 88ଟି ପିଲାମାନେ ଥିଲେ, 28ଟି ପୁତ୍ର ଥିଲେ ଆଉ 60ଟି କନ୍ୟା ଜାତ କରିଥିଲେ ତାଙ୍କେ, ଯାହା ଆମେ ପାଇପାରିବା 2 ବଂଶାବଳୀ ତାର 11 ଅଧ୍ୟାୟ ତାର 21 ପଦରେ ଆମେ ପାଇପାରିବା। ଆମ ଚାରିପାଖରେ ବହୁତ ବଡ଼ ବଡ଼ ଜ୍ଞାନୀମାନେ ଅଛନ୍ତି, ଆଉ ଜ୍ୟୋତିଷ ବୈଜ୍ଞାନିକମାନେ ଅଛନ୍ତି, ଯାହାଫଳରେ ଆମେ ପୃଥିବୀର ଆକାର କିପରି ଅଟେ ତାହା ଆମେ ଜାଣିପାରୁଛୁ। ଆଉ କେଉଁ ଶକ୍ତି ମାଧ୍ୟମରେ ଆମେ ପୃଥିବୀରେ ଚାଲିପାରୁଛୁ ଆଉ ବୁଲି ପାରୁଛୁ, ସେ ପ୍ରତ୍ୟେକ ବିଷୟ ଆମେ ସେମାନଙ୍କର ଦ୍ୱାରା ଆମେ ଜାଣିପାରିଲୁ। କିନ୍ତୁ
पुरातन समय पूर्व समय जीशुख्रीष्ट आसवा पूर्वर ता आगरू मध्य एमिति केही भी नथिले जाफल पृथ्वीर आकार को से माने जानीपारे आ जाफल कौ शक्ति अच्छी से विषय मध्य केही जानी नथिले किंतु बाइबल रे लिखा होई अछि चंद्र तम तुल्य आकाश मंडल अटे पृथ्वीर आकार गोलाकार अटे ताहा आमे पाई परिबा जिसाय 40 अध्याय 22 पदरे आमे ताहा पाई परिबा। आमे जितेबेले एही टेक्नोलोजी दुनिया रे अछु तो आम्भ मानकर जो मंडली अच्छी चर्च अच्छी सेठारे आमे विभिन्न जिनिस आमे व्यवहार करिथा प्रभुंकर गौरव निमंते जहा ट्रांगो कहा जाए तबला मृदुम ढोलक गिटार्स ड्रम अन्यान्य विभिन्न प्रकार विषय अच्छी जहाँ में आजिकल दुनिया रे व्यवहार करूछु किंतु पूर्व समय मध्य सही ज्ञान पाई जड़े मनुष्य ताहा उद्भावन करथिले ताहा होछि बीणा आउ बंशी उद्भावन करथिले तांकर नाम होछि जुबल ताहा हमें पाई परिबा आदि पुस्तक तार 4 अध्याय 21 पदरे आमे पाई परिबा। आमे समस्त जानिअछु नहंक विषय नहंक समय प्रभु 40 दिन 40 राति पर्यंत वर्षा बरसाइथिले सेही समय से नह बहुत बड़ जहाज मध्य से बनाइथिले तांकर सही नाम रे जड़े महिला मध्य अछंती जहार नाम नह आउ ओडिया बाइबल रे लिखा होई अछि नया आउ इंग्रजी बाइबल रे लिखा होई अछि नह जहा में पाई परिबा जिहोसियो पुस्तक तार 17 अध्याय 3 पदरा में पाई परिबा। आउ शेष रे जणाइबा पई चाहे गोटे जणे लोक विषय रे जहार 6 हस्त अंगुली थिला आउ 6 पाद अंगुली मध्य थिला मोटामोटी भावे तार 24 टी अंगुली ता शरीर रे थिला ताहा हमें पाई परिबा द्वितीय शमूएल 21 अध्याय 20 पदरे हमें पाई परिबा। धन्यवाद प्रभु समस्त को आशीर्वाद करंतु दया करी एई मोर वीडियो को लाइक करंतु शेयर करंतु कमेंट करंतु एवं भूलंतु नहीं सब्सक्राइब करबा पाए जाफल मु निजको निजे उत्साहित करि परिबी आ आपण मानको सामना को एमिति अन्यान्य प्रभुंकर विषय बाइबल विषय नहीं कि आपण मानको सामना को आसी परिबी। धन्यवाद।